ଆପଣମାନେ ଭଲ ଭାବରେ ଜାଣିଛନ୍ତି କାଳିଆ ଯୋଜନା ବନ୍ଦ ହୋଇଯିବ ଆଉ ସେହି ଯୋଜନାକୁ ନେଇ ବର୍ତ୍ତମାନ ସିଏମ୍ କିଷାନ ଯୋଜନା ଚାଲୁ ହୋଇଯିବ। ସେଥିପାଇଁ ଆପଣମାନଙ୍କୁ ଗୋଟେ ଭଲ ଇନଫର୍ମେସନ୍ ଦେବି। ତେଣୁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆଉ ଭିଡ଼ିଓରେ ନୂଆ ହେଇଥିଲେ ଲାଇକ୍ ଓ ସବସ୍କ୍ରାଇବ୍ ନିହାତି କରନ୍ତୁ। ଲାଇକ୍ ସବସ୍କ୍ରାଇବ୍ କରୁନାହାନ୍ତି, ସେଇଥିପାଇଁ ଆପଣ ବହୁତ କିଛି ଇନଫର୍ମେସନ୍ ଆପଣ ମିସ୍ କରିଦେଉଛନ୍ତି। ପ୍ରଥମେ ଆପଣ ଗୁଗୁଲ କିମ୍ବା କ୍ରୋମ୍ ବ୍ରାଉଜରକୁ ଯାଇକି କାଳିଆ ଲେଖିକି କାଳିଆ ପୋର୍ଟାଲ ଲେଖିକି ସର୍ଚ୍ଚ କରନ୍ତୁ ଏବଂ ସେଠି ଯେଉଁ ଆପଣଙ୍କର KYC ଲେଖା ହେଇଛି KYC ଆପଣଙ୍କ ଆଧାର ସହିତ ମୋବାଇଲ ନମ୍ବର ପ୍ରଥମେ ଲିଙ୍କ କରିଦିଅନ୍ତୁ ଏବଂ KYCରେ ଯାଇକି ଆପଣ KYC କରାଇ ନିଅନ୍ତୁ। କାହିଁକିନା ଆଧାର ନମ୍ବର ଦେବେ, ଆଧାର ନମ୍ବର ଦେଲା ପରେ ଗୋଟେ OTP ଆସିବ, OTP ଆସିଲା ପରେ ଆପଣଙ୍କର KYC ହେଇଯିବ। ଏହା ନିହାତି କରି ରଖିଥାନ୍ତୁ, କାହିଁକିନା ବର୍ତ୍ତମାନ ଯେଉଁମାନେ କାଳିଆ ପଇସା ପାଉଛନ୍ତି ସେମାନେ ଏବେ ବି ଜାଣିନାହାନ୍ତି ଯେ ତାଙ୍କର କାଳିଆ ID କେତେ। ଯଦି ପରବର୍ତ୍ତୀ ସମୟରେ ଆପଣଙ୍କର ଏହା ସିଏମ୍ କିଷାନ ଯୋଜନା ହେଇଯିବ, ତାହେଲେ ବେଳେବେଳେ ଆପଣଙ୍କୁ ଠକାମିରେ ଶିକାର ହେବାକୁ ପଡ଼ିବ। ଆପଣ ପାଉଥିଲେ କି ନ ପାଉଥିଲେ ଆପଣଙ୍କର ID ଯଦି ମାଗିବେ ଆପଣ ଜାଣିପାରିବେନି। ସେଥିପାଇଁ ଆପଣ ପ୍ରଥମେ କାଳିଆ ସାଇଟ୍କୁ ଯାଇକି ଆପଣଙ୍କର ଏକ ଅଛି ବେନିଫିସିଆରୀ ଲିଷ୍ଟ, ତା ଉପରକୁ ଯାଇକି ଆପଣଙ୍କର ବ୍ଲକ ଏବଂ ଡିଷ୍ଟ୍ରିକ୍ଟ ଏବଂ GP ଚୁଜ୍ କରି ନିଅନ୍ତୁ। ଏଠି ଦେଖିପାରୁଥିବେ ଏଠି ଲ୍ୟାଣ୍ଡଲେସ୍ ମାନେ ଭୂମିହୀନ, ଆଉ ଏଠି ଯେଉଁମାନେ ଜମି ଦେଇକି ଇଏ କରୁଥିଲେ ସେମାନଙ୍କର ସବୁ ଅଛି। ତାପରେ ଏଇଠି ଦେଖିପାରୁଥିବେ ସାଇଟ୍ରେ ଲେଖା ହେଇଛି କାଳିଆ ID, ଦେଖିପାରୁଥିବେ। ଏଇ କାଳିଆ IDଟିକୁ ଆପଣ ଫଟୋ କିମ୍ବା ନିଜ କୌଣସି ଜାଗାରେ ଆପଣ ଲେଖିକି ରଖିଥାନ୍ତୁ। କାହିଁକିନା ନେକ୍ସଟ ଟାଇମ୍ ଯଦି ସିଏମ୍ କିଷାନ ଯୋଜନା ହେବ, କାଳିଆ ID ଯଦି ଆକ୍ଟିଭେଟ୍ କରିବାକୁ ଚାହିଁବେ ତାହେଲେ ଆପଣ ତ ID ଜାଣିନଥିବେ, ସାଇଟ୍ ବି ବନ୍ଦ ହୋଇଯାଇଥିବ, ତାହେଲେ ଆପଣ କେମିତି କରିବେ। ତାପରେ ସିଏମ୍ କିଷାନ ଯୋଜନା ଦେଖିପାରୁଥିବେ। ସିଏମ୍ କିଷାନ ଯୋଜନା ମୁଁ ଆପଣମାନଙ୍କୁ ସିଏମ୍ କିଷାନ ଯୋଜନା ବିଷୟରେ କହୁଛି। ବର୍ତ୍ତମାନ BJP ସରକାର ତାର କାଳିଆ ସାଇଟ୍କୁ ବନ୍ଦ ନିହାତି କରିବ। ବନ୍ଦ କରିଦେଇକି ବର୍ତ୍ତମାନ ସେ ସିଏମ୍ କିଷାନ ଯୋଜନାରେ ଆପଣମାନଙ୍କୁ ସହାୟତା ପ୍ରଦାନ କରିବ। ଏଠି ଦେଖିପାରୁଥିବେ ଦି ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଓଡ଼ିଶା ସିଏମ୍ କିଷାନ ଯୋଜନା ପ୍ରୋଭାଇଡ଼ ଦି ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ଫାର୍ମର ଫର ଓଡ଼ିଶା ଷ୍ଟେଟ୍। ଏଠି ଦେଖିପାରେ ଭଲ ଭାବରେ। ତାପରେ ଏଇ ସ୍କିମ୍ରେ ଆପଣ 4000 ଟଙ୍କା ଚାଷୀମାନଙ୍କୁ ମିଳିବ ଡିଫରେଣ୍ଟ ଇନଷ୍ଟଲମେଣ୍ଟ ହିସାବରେ। ତାମାନେ ଯେ 2000 ଟଙ୍କା ଲେଖା ମିଳୁଥିଲା, ତାମାନେ 6 ମାସକୁ ଥରେ ବର୍ଷକୁ 2ଟା କିସ୍ତିରେ ମିଳୁଥିଲା, ସେଇ 2ଟା କିସ୍ତି ଆପଣମାନଙ୍କୁ ମିଳିବ। ତା ନାମ ଚେଞ୍ଜ ହେଇକି ସିଏମ୍ କିଷାନ ଯୋଜନା ହେବ। ସେଥିପାଇଁ ଆପଣ ପ୍ରଥମେ ତ ଆପଣ ଯେଉଁ ଭୂମିହୀନ ହେଇଥାନ୍ତୁ କି ବର୍ତ୍ତମାନ ତ ସେ କହୁଛି ଭୂମିହୀନ ମାଲା ବି ବହୁତ କାଳିଆରେ ଅନ୍ତର୍ଭୁକ୍ତ ଥିଲେ ଏବଂ ତାଙ୍କର ଜମି ଅଛି, ସେମାନଙ୍କର ଭୂମିହୀନ ହେଇଯାଇଛି, ସେମାନେ ବି କାଳିଆ IDଟିକୁ ଲେଖିକି ନିହାତି ରଖନ୍ତୁ। ଆଜି ପାଇଁ ଏତିକି ଇନଫର୍ମେସନ୍ ଥିଲା। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ ଏବଂ ଜୟ ଜଗନ୍ନାଥ, ଜୟ ଓଡ଼ିଶା।